ଭାଇ ବହୁତ ଦିନ ତଳେ ଦେଖା ହେଇଥିଲା ବୋଧେ ବହୁତ ଦିନ ତେବେ ଚିହ୍ନି ହବନି ସେତେବେଳେ ମୋର ନିଶ୍ଚୟ ଆମେ ଗଜ ରହୁଥିଲା ଆମେ ଦେଖା ହେଇଥିଲେ ଏବେ ତ ଘଞ୍ଚ ଜଙ୍ଗଲ ୟାର ଗଜ ରହୁଛି ଇଏ ଯିବା ଆସିବା କରୁଛି ଆପଣଙ୍କ ପାଖକୁ ଆକୁ ଚିହ୍ନିଥିବେ ପଚାରନ୍ତୁ ସେ କହିଦେବ ପଚାରନ୍ତୁ। ଆଚ୍ଛା ମ୍ୟାଡାମକୁ ଟିକେ ଡାକିଦେବେ ତାଙ୍କ ସହିତ ମୋର କିଛି କଥା ଅଛି। କଥାଟା କଣ ଆମକୁ କହୁନାହାନ୍ତି? ସେଇ ପିଲା ନା ଯିଏ ଆପଣଙ୍କ ଭଉଣୀ କଲେଜରେ ପ୍ରପୋଜ କରି ମାଡ଼ ଖାଇଥିଲା। ତାହାକୁ ଆପଣ କଲେଜ ପ୍ରିନ୍ସିପାଲକୁ କହି କଲେଜରୁ ବାହାର କରିଦେଇଥିଲେ। ଆଜ୍ଞା ସବୁ ପ୍ରେମ କାହାଣୀ ଏମିତି ପ୍ରଥମେ ହିରୋ ହିରୋଇନକୁ ଦେଖିବ ହସିବ ଆଇ ଲଭ୍ ୟୁ କହିବ ତାପରେ ହିରୋଇନ ତାକୁ ହାତରେ କିମ୍ବା ଜୋତାରେ ମାରିବ ତାପରେ ଯାଇ ଲଭ୍ ଷ୍ଟୋରି ଷ୍ଟାର୍ଟ ହବ ନା। ମାନେ ଶ୍ରାବଣୀ ନୋ 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 ଏଇଟା କେବେ ସମ୍ଭବ ନୁହଁ ଶ୍ରାବଣୀ କେବେ ଏମିତି ଭୁଲ କରିବନି ଇମ୍ପସିବଲ୍ ଇଟ୍ସ କ୍ୱାଇଟ୍ ଇମ୍ପସିବଲ୍। ଯିଏ ସବୁ ଅସମ୍ଭବକୁ ସମ୍ଭବ କରିପାରେ ତା ନାଁ ରୂପଶ୍ରୀ ହୋଇଥାଏ। ବାପା ଏ ହଉଛନ୍ତି ଶ୍ରାବଣୀର ଭାଇ ତୋ ସହିତ କଥା ହେବା ପାଇଁ ଆସିଛନ୍ତି।